ଗୀତାରେ ଭଗବାନ ଶ୍ରୀକୃଷ୍ଣ ନିଜେ କହିଛନ୍ତି, କର୍ମ କରିଯାଅ, ଫଳରେ ଆଶା ରଖ ନାହିଁ। ଜୀବନରେ ସବୁବେଳେ ସୁକର୍ମ କରିବା ଉଚିତ, କାରଣ ସୁକର୍ମ ହିଁ ଜୀବନକୁ ସାର୍ଥକ କରିଥାଏ। ଭଗବାନଙ୍କୁ ନ ଡରିଲେ ଚଳିବ ଯିବ, କିନ୍ତୁ ତୁମ କର୍ମକୁ ଡରିବାକୁ ହେବ, କାରଣ କରିଥିବା କର୍ମର ଫଳ ଭଗବାନଙ୍କୁ ବି ଭୋଗିବାକୁ ପଡ଼ିଛି। କର୍ମର ଫଳ ଅବଶ୍ୟ ମିଳିବ, କିନ୍ତୁ କାହାକୁ ଶୀଘ୍ର ତ କାହାକୁ ଡେରିରେ। ଚେହେରାର ଚାକଚକ୍ୟକୁ ଦେଖି କାହା ସହ ବନ୍ଧୁ ବାନ୍ଧନ୍ତୁ ନାହିଁ। ଶରୀର କଳା ହେଲେ ଚଳିବ, ମାତ୍ର ମନ କଳା ଥିଲେ ନୁହେଁ। ଆଉ ହାତରେ ହାତ ଧରି କିଛି ବାଟ ଚାଲିଲେ କେହି ବନ୍ଧୁ ହୋଇଯାଏ ନାହିଁ। ବାଟ ଚାଲିବା ସହ ଯିଏ ଦୁଃଖକୁ ବାଣ୍ଟି ନେଇପାରେ ଓ ସୁଖକୁ ଦ୍ୱିଗୁଣିତ କରିପାରେ, ସେ ହେଉଛି ପ୍ରକୃତ ବନ୍ଧୁ। ସତ୍ ଜ୍ଞାନ ଆହରଣ କର, ଚିନ୍ତା ତୁମକୁ ଖାଇବା ଆଗରୁ ତୁମେ ତାହାର ବିନାଶ କର। ଲକ୍ଷ୍ୟ ପୂର୍ବରୁ ତୁମେ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଚେଷ୍ଟା କର। ଯେପରି ସମୟ ତୁମକୁ ଅସଫଳତା ଦେବା ପୂର୍ବରୁ ତୁମେ ତାକୁ ଅତିକ୍ରମ କରିଯିବ। ଗୀତାରେ ଭଗବାନ ଶ୍ରୀକୃଷ୍ଣ ସ୍ୱୟଂ କହିଛନ୍ତି ଯେ, ଯେଉଁ ବ୍ୟକ୍ତି ସତ୍ ମାର୍ଗ ସତ୍ କର୍ମରେ ଚାଲିଥାଏ, ତାହାର ଜୀବନରେ ଅନେକ ବାଧାବିଘ୍ନ ଆସିଥାଏ ସତ, କିନ୍ତୁ ତାର ଜୀବନର ଡଙ୍ଗା କେବେ ବୁଡ଼ି ନଥାଏ। ଯେତେବେଳେ ପ୍ରଭୁଙ୍କ କୃପା ହୁଏ, ସେତେବେଳେ ଅସହଜ କାମ ମଧ୍ୟ ସହଜ ହୋଇଯାଏ। ବର୍ଷ ବର୍ଷର ଶତ୍ରୁତା ଗୋଟିଏ ମୁହୂର୍ତ୍ତରେ ବନ୍ଧୁତାରେ ବଦଳିଯାଏ। ଶ୍ରୀକୃଷ୍ଣ ପୁଣି ଏକ ନୂଆ କଥା କହିଛନ୍ତି, ମନେ ରଖ, ଯେତେ କଷ୍ଟ ଅଙ୍କ ହେଉ ପଛେ, ଯଦି ସୂତ୍ର ଆପଣ ଜାଣିଛନ୍ତି, ଅଙ୍କ ସରଳ ଲାଗିବ। ସେହିପରି ଜୀବନରେ ଯେତେ ଅସୁବିଧା ହେଉ ପଛେ, ଯଦି ଆପଣଙ୍କ ପାଖରେ ଧୈର୍ଯ୍ୟ ଅଛି, ତେବେ ସମାଧାନର ବାଟ ସରଳ ଲାଗିବ। ଭଗବାନ କାହାକୁ ଦଣ୍ଡ ଦିଅନ୍ତି ନାହିଁ, ଆମର କର୍ମ ହିଁ ଆମକୁ ଦଣ୍ଡ ଦେଇଥାଏ। ତେଣୁ ଭାବିଚିନ୍ତି କାମ କରନ୍ତୁ, କାହିଁକି ନା ଆମ କର୍ମ ହିଁ ଆମକୁ ପରିଚୟ ଦିଏ। ଶରୀରରେ କିଛି ସୁନ୍ଦରତା ନଥାଏ, ସୁନ୍ଦରତା ଥାଏ ବ୍ୟକ୍ତିର କର୍ମ ଉପରେ, ତାର ବିଚାର, ତାର ବ୍ୟବହାର, ତାର ବାଣୀ, ତାର ସଂସ୍କାର, ତାର ଚରିତ୍ର। ଜୀବନରେ ଏସବୁ ଅଛି ତ ସେହି ମଣିଷ ଦୁନିଆର ସବୁଠୁ ସୁନ୍ଦର ମଣିଷ। ମାଟି ଥିଲେ ଘାସ କଅଁଳେ, ଶରୀର ଥିଲେ ରୋଗ ହୁଏ, ପରିବାର ଥିଲେ ମତାନ୍ତର ହୁଏ, ହେଲେ ଏହାକୁ ମତାନ୍ତର ନ ଭାବି ଉତ୍ତମ ବୁଝାମଣା କରି ଆନନ୍ଦରେ ମିଳିମିଶି ଚଳିଲେ ଏହାକୁ ସଂସ୍କାର କୁହାଯାଏ। ଆମେ ଟିକେ ଟିକେ କଥାରେ ଭାଙ୍ଗି ପଡ଼ୁ, କିନ୍ତୁ ଏହା ଭୁଲି ଯାଉ ଯେ ସ୍ୱୟଂ ଭଗବାନଙ୍କୁ ମଧ୍ୟ ବନବାସ ଦୁଃଖ ସହିବାକୁ ପଡ଼ିଥିଲା, କାରଣ ଏ ଦୁନିଆରେ ଜନ୍ମ ନେଲେ ଦୁଃଖ ଓ ସୁଖ ଉଭୟ ଭୋଗିବାକୁ ପଡ଼ିଥାଏ। ସମସ୍ୟା ଏତେ ବି ଶକ୍ତିଶାଳୀ ହୋଇନଥାଏ ଯେତିକି ମଣିଷ ତାକୁ ଭାବିଥାଏ, କାହିଁକି ନା ଅନ୍ଧକାର ଯେତେ ବି ଶକ୍ତିଶାଳୀ ହୋଇଥିଲେ ମଧ୍ୟ ସକାଳର ସୂର୍ଯ୍ୟ ଆଗରେ ମୁଣ୍ଡ ନୁଆଁଇଥାଏ। ମନୁଷ୍ୟ କେତେ ବଡ଼ ଧନବାନ ହୋଇଥାଉ ନା କାହିଁକି, ଯଦି ତାର ଜୀବନରେ ସୁଖ ଶାନ୍ତି ନାହିଁ, ତେବେ ସେ ଧନ ସମ୍ପତ୍ତିର ମୂଲ୍ୟ ବା କାହିଁ? ଶରୀର ସୁନ୍ଦର ହେବା ଦ୍ୱାରା କେହି କେବେ ସୁନ୍ଦର ହେଇଯାଇ ନଥାଏ। ମଣିଷର ଭଲ କର୍ମ, ବିଚାର, କଥା, ବ୍ୟବହାର ଓ ସଂସ୍କାର ମଣିଷକୁ ସୁନ୍ଦର କରିଥାଏ। ଆପଣଙ୍କ ଦୁଃଖ କାହା ହସର କାରଣ ହେଉ, କିନ୍ତୁ ଆପଣଙ୍କ ହସ କାହା ଦୁଃଖର କାରଣ ନ ହେଉ। ସବୁବେଳେ ନିଜେ ନିଜକୁ ଯେକୌଣସି କାର୍ଯ୍ୟରେ ବ୍ୟସ୍ତ ରଖନ୍ତୁ, କାହିଁକି ନା ବ୍ୟସ୍ତତା ହିଁ ମଣିଷକୁ ଦୁଃଖୀ ହେବାକୁ ଦେଇନଥାଏ। ଆମେ ଯେକୌଣସି କର୍ମ କରିଥିଲେ ମଧ୍ୟ ତାହାର ଫଳ ଆମକୁ ହିଁ ଭୋଗ କରିବାକୁ ପଡ଼ିଥାଏ। ତେଣୁ କର୍ମ କରିବା ପୂର୍ବରୁ ଭଲ ଭାବେ ବିଚାର କରିବା ଉଚିତ। ଈଶ୍ୱର ଆମକୁ ସେହି ଜିନିଷ ଦେଇନଥାଏ ଯାହା ଆମକୁ ଭଲ ଲାଗିଥାଏ। ଈଶ୍ୱର ଆମକୁ ସେହି ଜିନିଷ ଦେଇଥାଏ ଯାହା ଆମ ପାଇଁ ଭଲ ହୋଇଥାଏ। ଅହଂ, ଲୋଭ, ଘୃଣା, କ୍ରୋଧ ତ୍ୟାଗ କର, ଶାନ୍ତି ମିଳିବ।
ଭଲ ପାଇବା ବାଣ୍ଟିଲେ ସମସ୍ତଙ୍କର ହୃଦୟ ଜିତିଯିବ। ସବୁ ମନୁଷ୍ୟ ମଧ୍ୟ ଏହି କଥା ଜାଣିଥାନ୍ତି, କିନ୍ତୁ କେତେଜଣ ଏହି କଥାକୁ ଅନୁସରଣ କରନ୍ତି। ଏଇ ଶରୀର ତୁମର ନା ତୁମେ ଶରୀରର? ଏହା ଅଗ୍ନି, ବାୟୁ, ଜଳ, ପୃଥିବୀ, ଆକାଶରେ ତିଆରି ଓ ଏଥିରେ ଦିନେ ମିଶିଯିବ ସମସ୍ତେ, ପରନ୍ତୁ ଆତ୍ମା ସ୍ଥିର ଅଟେ। ପୁଣି ତୁମର ଏହି ମିଥ୍ୟା ଗର୍ବ କ'ଣ ପାଇଁ? ଜୀବନରେ ଆଶା ହିଁ ଦୁଃଖର କାରଣ। ନିଜର କର୍ତ୍ତବ୍ୟ କରିଚାଲ। କିଏ ସୁଖ ଦେବ ନା କିଏ ଦୁଃଖ ଦେବ ସେ ଚିନ୍ତା କର ନାହିଁ। ତେଣୁ ତୁମେ ଯେତେ ଭଲ ହୁଅ ନା କାହିଁକି, କିଛି ଲୋକ ତଥାପି ତୁମକୁ ପସନ୍ଦ କରିବେ ନାହିଁ। ଏଥିରେ ତୁମର କିଛି ଦୋଷ ନାହିଁ। ସେମାନେ ଭଲ ପାଇବା କ'ଣ ଜାଣନ୍ତି ନାହିଁ। ଯଦି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ଭଲ ଲାଗିଥାଏ, ତେବେ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ ଏବଂ ଏହିପରି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲ ସହିତ ଯୋଡ଼ି ହୋଇ ରୁହନ୍ତୁ। ପୁଣି ଦେଖାହେବ ଏକ ନୂତନ ଭିଡ଼ିଓ ମାଧ୍ୟମରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ନମସ୍କାର।